ଏହି ତିନୋଟି ରାଶିର ବ୍ୟକ୍ତିଙ୍କ ସହିତ କେବେ ବି ପଙ୍ଗା ନିଅନ୍ତୁ ନାହିଁ। ଏହି ରାଶିର ବ୍ୟକ୍ତିଙ୍କୁ ନିଜେ ପ୍ରଭୁ ହନୁମାନ ସୁରକ୍ଷା କରିଥାନ୍ତି। ନମସ୍କାର, ଜୟ ଜଗନ୍ନାଥ ବନ୍ଧୁଗଣ। ଆପଣମାନଙ୍କୁ ଆମର ଏହି ଚ୍ୟାନେଲରେ ସ୍ୱାଗତ। ଆଜିର ଏହି ଭିଡ଼ିଓଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହେବାକୁ ଯାଉଅଛି। ଆଜିର ଏହି ଭିଡ଼ିଓରେ ଆମେ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କ ରକ୍ଷା ସ୍ୱୟଂ ପ୍ରଭୁ ହନୁମାନ କରିଥାନ୍ତି। ତେବେ ଆଉ ଡେରି ନ କରି ଏହି ଭିଡ଼ିଓଟିକୁ ଶେଷ ଯାଏ ନିଶ୍ଚିତ ଦେଖନ୍ତୁ। ବନ୍ଧୁଗଣ, ମେଷ ରାଶି। ସମସ୍ତ 12ଟି ରାଶି ମଧ୍ୟରୁ ପ୍ରଭୁ ହନୁମାନ ସବୁଠାରୁ ଅଧିକ ମେଷ ରାଶି ଉପରେ ନିଜର କୃପା ବର୍ଷା କରିଥାନ୍ତି। ଯଦି ଏହି ରାଶିର ବ୍ୟକ୍ତିଙ୍କ ଜାତକ ଉପରେ କୌଣସି ଅସୁବିଧା ଆସେ, ତାହେଲେ ପ୍ରଭୁ ହନୁମାନ ତୁରନ୍ତ ଏହି ଅସୁବିଧାର ନିବାରଣ କରିଦିଅନ୍ତି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଏହି ରାଶିର ଲୋକମାନେ ସେମାନଙ୍କର ବୁଦ୍ଧି ଏବଂ ଚତୁରତାକୁ କିପରି ଭଲ ଭାବରେ ବ୍ୟବହାର କରିବେ ଜାଣିଥାନ୍ତି। ଯଦି ଏହି ରାଶିର ଲୋକମାନେ କୌଣସି ଅସୁବିଧାରେ ପଡ଼ନ୍ତି, ତାହେଲେ ପ୍ରଭୁ ହନୁମାନ ନିଜେ ଏହି ସମସ୍ୟାର ସମାଧାନ ପାଇଁ ଏହି ଲୋକଙ୍କୁ ସାହାଯ୍ୟ କରନ୍ତି। ଏହି ଲୋକମାନଙ୍କର ଅଧିକ ଇଚ୍ଛା ଶକ୍ତି ରହିଥାଏ ଏବଂ ସେମାନଙ୍କ ପାଖରେ କୌଣସି ପରିସ୍ଥିତିକୁ ଧ୍ୟାନରେ ରଖି ଆୟତ୍ତରେ ରଖିବାର କ୍ଷମତା ମଧ୍ୟ ଅଛି ଏବଂ ସେମାନଙ୍କ ଜୀବନରେ କେବେ ବି ଅର୍ଥର ଅଭାବ ରହେ ନାହିଁ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସେମାନେ ନିଜ ଜୀବନରେ ଅନେକ ସୁନାମ ଅର୍ଜନ କରନ୍ତି। ବନ୍ଧୁଗଣ, କୁମ୍ଭ ରାଶି। ମେଷ ରାଶି ପରେ କୁମ୍ଭ ରାଶିର ଲୋକମାନେ ସର୍ବଦା ପ୍ରଭୁ ହନୁମାନଙ୍କ ଚମତ୍କାର ସାକ୍ଷୀ ଅଟନ୍ତି। ଏହି ରାଶିର ଲୋକମାନେ ସର୍ବଦା ଭଗବାନ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି। ଯଦି ସେମାନଙ୍କ ଜୀବନରେ କୌଣସି ପ୍ରକାରର ଖରାପ ସମସ୍ୟା ଆସେ, ତାହେଲେ ପ୍ରଭୁ ହନୁମାନ ନିଜେ ସେମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ କୌଣସି ଯୁକ୍ତିତର୍କ ମାମଲାରେ ସେମାନେ ବିଜୟ ଲାଭ କରିଥାନ୍ତି। ପ୍ରଭୁ ହନୁମାନଙ୍କ କୃପାରୁ ଏହି ଲୋକମାନେ ସେମାନଙ୍କର ବ୍ୟବସାୟରେ ଅଗ୍ରଗତି କରନ୍ତି। ସେମାନେ କେବେ ବି ଧନ ରୋଜଗାର କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ସେମାନେ ଜାଣନ୍ତି ଯେ କିପରି ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବେ। ସମାଜରେ ସେମାନଙ୍କର ଅଧିକ ମାନ ସମ୍ମାନ ମିଳେ। ବନ୍ଧୁଗଣ, ବିଛା ରାଶି। ଏହି ରାଶିର ଲୋକମାନଙ୍କ ଉପରେ ସର୍ବଦା ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଏହି ରାଶିରେ ଚାକିରି କରୁଥିବା ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ଅଧିକ ଥାଏ ଏବଂ ସେମାନେ ନିଜ କର୍ମକ୍ଷେତ୍ରରେ ସର୍ବଦା ଅଗ୍ରଗତି କରନ୍ତି। ସେମାନଙ୍କ ଜୀବନରେ କେବେ ବି ଧନର ଅଭାବ ହୁଏ ନାହିଁ। ଯଦି ଏହି ଲୋକମାନେ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି, ତାହେଲେ ସେଥିରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ପ୍ରଭୁ ହନୁମାନଙ୍କ କୃପାରୁ ଦୂର ହୋଇଯାଇଥାଏ। ପ୍ରଭୁ ହନୁମାନ ଏହି ରାଶିର ଲୋକମାନଙ୍କ ଜୀବନରେ କେବେ ବି କୌଣସି ପ୍ରକାରର ଅର୍ଥର ଅଭାବ ରଖନ୍ତି ନାହିଁ। ଏହି ଲୋକମାନେ କୌଣସି ବି ପରିସ୍ଥିତିକୁ ସାହସର ସହିତ ସମ୍ମୁଖୀନ କରନ୍ତି ଏବଂ ପରିସ୍ଥିତି ସହିତ ନିଜକୁ ସମ୍ଭାଳି ନିଅନ୍ତି। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ୍ ସହିତ ଏହାକୁ ସେୟାର କରିଦିଅନ୍ତୁ। ଯଦି ଆପଣଙ୍କର ବି ଏହି ରାଶିମାନଙ୍କ ଭିତରେ କୌଣସି ରାଶି ଅଟେ, ତେବେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଭିଡ଼ିଓଟି କେମିତି ଲାଗିଲା ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆର୍ ଭକ୍ତିରେ ଥରେ କମେଣ୍ଟ ବକ୍ସରେ ଜୟ ହନୁମାନ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଜୟ ଜଗନ୍ନାଥ। ଧନ୍ୟବାଦ।